ଦର୍ଶକ ବନ୍ଧୁ, ପ୍ରତ୍ୟେକ ମଣିଷ ସକାଳୁ ଉଠି ଏହି 5ଟି କାମ ନିହାତି କରିବା ଦରକାର। ଆଜି ମୁଁ ଏହି ଭିଡ଼ିଓରେ କ'ଣ କହିବାକୁ ଯାଉଛି ପ୍ରଥମରୁ ଶେଷ ଯାଇ ଶୁଣନ୍ତୁ ଏବଂ ଆପଣଙ୍କ ପିଲାମାନଙ୍କୁ ମଧ୍ୟ ଶୁଣାନ୍ତୁ। ତାଙ୍କ ଜୀବନରେ ମଧ୍ୟ ଉନ୍ନତି ଘଟିବ। ସକାଳୁ ଉଠି ପ୍ରତିଦିନ ଯଦି ଆପଣ ଏହି କାମ କରୁଛନ୍ତି, ତେବେ ଆପଣ ଆପଣଙ୍କ ପରିଶ୍ରମର 2 ଗୁଣା ଶୁଭ ଫଳ ପାଇବେ। ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ସହ କିଛି ବି ଠିକ୍ ହେଉନାହିଁ, ସବୁକିଛି ଏପଟ ସେପଟ ହେଉଛି, ଜୀବନର ଗତ ବଦଳି ଯାଉଛି, ତେବେ ଏହି 5ଟି କାମ ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିଦେବ। ଯଦି ଆପଣ ଗୃହିଣୀ ଅଟନ୍ତି, ତେବେ ଆପଣଙ୍କୁ ଏହି ଭିଡ଼ିଓଟି ବହୁତ ଆବଶ୍ୟକ ଅଟେ। କାରଣ ଜଣେ ଗୃହିଣୀ ଚାହିଁଲେ ହିଁ ତା'ର ଘରକୁ ସ୍ୱର୍ଗ ବନାଇ ପାରିବ। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ, ଆମେ ଜାଣିବା ସକାଳୁ କେଉଁ କେଉଁ କାମ କଲେ ମା ଲକ୍ଷ୍ମୀ ପ୍ରସନ୍ନ ରହିବେ। ଏହା ଜାଣିବା ପାଇଁ ଶେଷ ଯାଇ ଭିଡ଼ିଓଟି ଦେଖନ୍ତୁ। ତେବେ ଦର୍ଶକ ବନ୍ଧୁ, ଏମିତି ଜୀବନରେ ବହୁତ ସାରା ଲୋକ ଅଛନ୍ତି। ପ୍ରତ୍ୟେକ ବାପା ମା ମାନେ ପିଲା ଯେତେବେଳେ ପାଠ ପଢ଼ିବା ବେଳେ ଇଚ୍ଛା ରହିଥାଏ ଯେ ସେ ବଡ଼ ହେଲେ ଭଲ ଚାକିରି କରୁ, ସରକାରୀ ଚାକିରି କରିବ, ସମସ୍ତେ ଏମିତି ଭାବିଥାନ୍ତି। ଏବଂ ଯେଉଁ ପିଲାମାନେ ପାଠ ପଢ଼ିନଥାନ୍ତି, ତାଙ୍କ ବାପା ମା ମାନେ ମଧ୍ୟ ବହୁତ ଚିନ୍ତା କରିଥାନ୍ତି ଯେ କିପରି ତାଙ୍କ ପିଲାମାନେ ଭଲ ପାଠ ପଢ଼ିବେ, ପରୀକ୍ଷାରେ ଭଲ ନମ୍ବର ରଖିବେ। ଏମିତି ଆଜିର ଭିଡ଼ିଓଟି ପାଠ ପଢ଼ାଠାରୁ ଆରମ୍ଭ କରି ଧନ ଜନିତ ସମସ୍ୟା, ଯଦି ରୋଗରେ ବି ପୀଡ଼ିତ ଅଛନ୍ତି, ଏମିତି ସବୁ ସମସ୍ୟାର ସମାଧାନ କରିବ। ତେଣୁ ଆପଣ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଇ ଦେଖନ୍ତୁ। ଆଜି ଜାଣିବା ଯେ ଛୋଟ ଛୁଆମାନେ ତାଙ୍କ ବିଦ୍ୟା କ୍ଷେତ୍ରରେ କିପରି ଉନ୍ନତି କରିବେ। ପ୍ରଥମେ ଜାଣିବା ସକାଳୁ କେଉଁ କାମ କଲେ ପିଲାମାନଙ୍କ ଉନ୍ନତି ହେବ। ସକାଳୁ ଉଠିଲା ପରେ ପିଲାମାନେ ଯେତେବେଳେ ସ୍କୁଲ ଯାଉଛନ୍ତି, ସେମାନଙ୍କୁ ପ୍ରଥମେ ଗାଧେଇ ସାରି ଛାଡ଼ିବେ। କର୍ମ ହେଉଛି ଭଗବାନ, ବିଦ୍ୟାଳୟ ହେଉଛି ଆମ ପାଇଁ ମନ୍ଦିର। ଏବଂ ଯେତେବେଳେ ସ୍କୁଲ କି ଘରେ ଛୁଆମାନେ ପାଠ ପଢ଼ୁଛନ୍ତି, ସ୍କୁଲକୁ ଯିବା ସମୟରେ ସବୁବେଳେ ଛୁଆକୁ ସଫା ସୁତୁରା କରି ଛାଡ଼ନ୍ତୁ ଏବଂ ଯିବା ପୂର୍ବରୁ ଥରୁଟିଏ ଠାକୁର ଘରକୁ ଯାଇ ଠାକୁରଙ୍କୁ ନମସ୍କାର କରିକି ପଠାନ୍ତୁ। ଏବଂ ଘରର ଯେତେ ବି ଗୁରୁଜନ ଅଛନ୍ତି, ସମସ୍ତଙ୍କୁ ପାଦ ଛୁଇଁ କି ନମସ୍କାର କରିବା ଶିଖାନ୍ତୁ। ଭଲ କଥାବାର୍ତ୍ତା ଶିଖାନ୍ତୁ। ସମସ୍ତଙ୍କୁ ସମ୍ମାନ ଦେବ ଯେପରି। ଭଲ ବ୍ୟବହାର ଦ୍ୱାରା ହିଁ ଜଣେ ତା ଜୀବନରେ ଉନ୍ନତି କରିପାରିବ, ତା'ର ଭାଗ୍ୟରେ ଉନ୍ନତି ଆଣିପାରିବ। ଏବଂ ଛୁଆମାନଙ୍କୁ କେବେ ବି ଖଟ ଉପରେ ବସେଇକି ପାଠ ପଢ଼ାନ୍ତୁ ନାହିଁ। ଖଟ ଉପରେ ବସିକି ପଢ଼ିବା ଦ୍ୱାରା ତାଙ୍କର ପାଠ ପଢ଼ାରେ ମନେ ରହିବ ନାହିଁ। ଏବଂ ଯଦି ବି ମନେ ରହୁଛି, ସେମାନେ ଯେଉଁଥିପାଇଁ ପରିଶ୍ରମ କରୁଛନ୍ତି ତାହା ମିଳିବ ନାହିଁ। ଏବେ ଆମେ ଜାଣିବା ଯେ ବଡ଼ ଲୋକଙ୍କ ପାଇଁ ସକାଳୁ କେଉଁ ସବୁ ଜିନିଷ ଉଠି କରିଲେ ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ସବୁ କାର୍ଯ୍ୟରେ ଉନ୍ନତି କରିବେ। ପ୍ରଥମେ ସକାଳୁ ଉଠି ନିଜ ହାତ ପାପୁଲିକୁ ଦର୍ଶନ କରନ୍ତୁ ଏବଂ ପ୍ରାତଃ ସମୟରେ ମନ୍ତ୍ର ନିଶ୍ଚୟ ପାଠ କରନ୍ତୁ। କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କର ମୂଳେ ତୁ କଳା ଗୋବିନ୍ଦମ୍, ପ୍ରଭାତେ କର ଦର୍ଶନମ୍। ଏହି ମନ୍ତ୍ରଟି ଥରେ ନିଜ ହାତକୁ ଯୋଡ଼ି ସକାଳୁ ଉଠି କରିବେ। ତାପରେ ଆପଣ ନିଜର ଇଷ୍ଟ ଦେବଙ୍କୁ ପ୍ରାର୍ଥନା କରିବେ। ତାପରେ 5 ଥର ହର ହର ମହାଦେବ କହିବ। ଏମିତି କରିବା ଦ୍ୱାରା ଯେତେ ବି କାମ ହେଉନି, ସବୁ କାମ ସୁରୁଖୁରୁରେ ହୋଇଯିବ। ଦ୍ୱିତୀୟରେ, ସକାଳୁ ଉଠି ଭୂମିରେ ପାଦ ଦେବା ପୂର୍ବରୁ ପ୍ରଥମେ ଧରଣୀ ମାତାଙ୍କୁ ମୁଣ୍ଡିଆ ମାରିବେ।
ତୃତୀୟରେ, ସକାଳୁ ଉଠି ଘରର କବାଟ ଝରକା ଖୋଲିବେ ଏବଂ ସକାଳୁ ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଯଦି ଆପଣମାନେ ନିଜ ଘରେ ପୂଜା କରିବେ, ଆପଣ ଗୋଟିଏ ମାସ ଏମିତି କରନ୍ତୁ, ନିଜେ ଜାଣିପାରିବେ ଆପଣଙ୍କ ଘରର କେତେ ପରିବର୍ତ୍ତନ ହେଉଛି। ବ୍ରହ୍ମ ମୁହୂର୍ତ୍ତରୁ ପୂଜା କରିବାକୁ ଚେଷ୍ଟା କରନ୍ତୁ। ଘରର ସକାରାତ୍ମକ ବାତାବରଣ ଆସିବ ଯେ ଆପଣ ବିଶ୍ୱାସ କରିବେନି ଏବଂ ଆପଣଙ୍କ ଘରେ ତ ତୁଳସୀ ଗଛ ଥିବ। ମା ବୃନ୍ଦାବତୀଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରନ୍ତୁ। ମା ବୃନ୍ଦାବତୀଙ୍କୁ ଘରର ଅଗଣାରେ ରଖି ପୂଜା କରନ୍ତୁ। ଚତୁର୍ଥଟି, ସକାଳୁ ଉଠି ଆପଣମାନେ ଯୋଗ କରନ୍ତୁ ଏବଂ ସକାଳୁ ଉଠି ଯୋଗଟା ଅଭ୍ୟାସ କରନ୍ତୁ ଏବଂ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଗାଧେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ। ପଞ୍ଚମରେ, ବ୍ରହ୍ମ ମୁହୂର୍ତ୍ତରେ କିଛି ଭଜନ ଶୁଣନ୍ତୁ। ସବୁବେଳେ ସତ୍ୟ ବଚନ କୁହନ୍ତୁ। ନ୍ୟାୟରେ ରୁହନ୍ତୁ। କାହା ମନରେ କେବେ କଷ୍ଟ ଦିଅନ୍ତୁ ନାହିଁ। ଈଶ୍ୱର ସମସ୍ତଙ୍କ ସହ ଅଛନ୍ତି। କିଏ ଠିକ୍ କରୁଛି, କିଏ ଭୁଲ କରୁଛି, ତାହା ସବୁ ଦେଖୁଛନ୍ତି। ତେଣୁ କାହା ମନରେ କଷ୍ଟ କେବେ ବି ଦେବେନି ଏବଂ ସମସ୍ତଙ୍କ ସାହାଯ୍ୟ କରିବେ। ଆପଣଙ୍କ ଦ୍ୱାରା ଯାହା ସମ୍ଭବ ନିଶ୍ଚୟ କରନ୍ତୁ। ଯଦି ଆପଣଙ୍କ ସାହାଯ୍ୟରେ କେହି ଜଣେ ଉପକୃତ ହୋଇପାରୁଛି, ତାହେଲେ ବହୁତ ଭଲ କଥା ଏବଂ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କର ଉନ୍ନତି ଘଟିବ। କୌଣସି କ୍ଷେତ୍ରରେ ଆପଣ ପଛଘୁଞ୍ଚା ଦେବେନି। ଆଶା କରୁଛି ଆଜିର ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଜୟ ଜଗନ୍ନାଥ।